2025 ଜାନୁଆରୀ 28 ଓ 29 ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା ବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025। ନିକଟରେ ଏହାର ଲୋଗୋ ଉନ୍ମୋଚନ ହୋଇଥିବା ବେଳେ ଆସନ୍ତାକାଲି ଦିଲ୍ଲୀରେ ବିଭିନ୍ନ ରାଷ୍ଟ୍ରର ଆମ୍ବାସାଡର ଏବଂ ବ୍ୟବସାୟୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଶିଳ୍ପପତିଙ୍କୁ ନିମନ୍ତ୍ରଣ କରାଯିବ। ରାଜ୍ୟରେ ଶିଳ୍ପାୟନ ଲାଗି ନୂଆ ସରକାର କ'ଣ ସବୁ ଲକ୍ଷ୍ୟ ରଖିଛନ୍ତି ସେ ନେଇ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ। ଶିଳ୍ପ ଗଢ଼ି ଉଠିଲେ ରାଜ୍ୟର ଆର୍ଥିକ ପ୍ରଗତି ହେବ, ଯୁବବର୍ଗ ନିଯୁକ୍ତି ପାଇବେ। ଆଉ ଏହି ଶିଳ୍ପାୟନରେ ଯିଏ ମଙ୍ଗ ଧରିଛନ୍ତି ସେ ହେଉଛନ୍ତି ଯୁବମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ। ସାର୍, ଓଟିଭିକୁ ସ୍ୱାଗତ କରୁଛି ଏବଂ ପ୍ରଥମେ ଜାଣିବାକୁ ଚାହିଁବି ଯେ ଶିଳ୍ପାୟନ ହେବ, ଶିଳ୍ପାୟନର କଥା ଆମେ ଗତ 24 ବର୍ଷ ହେଲାଣି ଶୁଣୁଛୁ, ଦୀର୍ଘ ବର୍ଷ ହେଲାଣି ଶୁଣି ଆସୁଛୁ। ମେକ୍ ଇନ୍ ଓଡ଼ିଶା 3 ଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ବି ହେଇଛି ରାଜ୍ୟରେ। ପାଖାପାଖି 15-16 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଥିଲା, ଇଣ୍ଟେଣ୍ଟ ମିଳିଥିଲା। ଇଏ ବାସ୍ତବରେ ଯଦି ଆମେ କହିବା ତା ପାଇଁ ନୂଆ ସରକାର କ'ଣ ଭିଜନ ରଖିଛନ୍ତି, କ'ଣ ଲକ୍ଷ୍ୟ ରଖିଛନ୍ତି, କିଭଳି ୟାକୁ ବାସ୍ତବରେ ଗ୍ରାଉଣ୍ଡକୁ ଆଣିବେ, ସେଥିପାଇଁ କ'ଣ ଲକ୍ଷ୍ୟ ରଖିଛନ୍ତି? ଆମେ ଆଗକୁ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025 ପାଇଁ ଇଏ ପାକ୍ ପ୍ରସ୍ତୁତ। ଆମେ ଆସନ୍ତାକାଲି ବିଭିନ୍ନ କଣ୍ଟ୍ରିର ଆମ୍ବାସାଡର ମାନଙ୍କୁ ଭେଟିବୁ, ହାଇ କମିଶନର, ଟ୍ରେଡ୍ କମିଶନର, କନସଲ ଜେନେରାଲ, ସେମାନଙ୍କ ସହିତ ଗୋଟେ ମିଟିଂ ରହିବ। ତାପରେ ଆମର 1-to-1 ମିଟିଂ ବିଭିନ୍ନ ଇଣ୍ଡଷ୍ଟ୍ରିର ହେଡ୍ ମାନଙ୍କ ସହିତ ରହିବ ଏବଂ ଇଭିନିଂରେ ଗୋଟେ ରୋଡ୍ ଶୋ ଅଛି, ସେଠି ବିଭିନ୍ନ ଇଣ୍ଡଷ୍ଟ୍ରିର ହେଡ୍ ମାନେ ରହିବେ, ସେଠି ସେ ରୋଡ୍ ଶୋ କରାଯିବ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିବେଶକ ମାନଙ୍କୁ ଆକୃଷ୍ଟ କରିବା ଏବଂ ଆମର ଯୋଉ ନୀତି ଅଛି, ଶିଳ୍ପ ନୀତି ଅଛି ଏବଂ ଆମେ କ'ଣ କ'ଣ ପ୍ରୋତ୍ସାହନ ଦଉଛୁ ଶିଳ୍ପ ସଂସ୍ଥା ମାନଙ୍କୁ, ସେମାନଙ୍କୁ ଅବଗତ କରାଇବା, ତାର ସବୁ କାର୍ଯ୍ୟକ୍ରମ ସେଠି ଅନୁଷ୍ଠିତ। 2-3ଟି ବିଷୟ ଆପଣ କହିଲେ। ପ୍ରଥମ କଥା ହେଲା ଯୋଉ କହିଲେ ମାଇନିଂ ମିନେରାଲ ବେସ୍ ଇଣ୍ଡଷ୍ଟ୍ରି, ଯେହେତୁ ଓଡ଼ିଶାରେ ମାଇନିଂ ଅଛି, ଲମ୍ବା କୋଷ୍ଟାଲ ଅଛି, ତ ସେଥିପାଇଁ ଓଡ଼ିଶାରେ ମାଇନିଂ ମିନେରାଲ ବେସ୍ ଇଣ୍ଡଷ୍ଟ୍ରି ଗଢ଼ି ଉଠିଛି। ଆମ ସରକାର ଏଥର ଲକ୍ଷ୍ୟ ରଖିଛି ଏବଂ ଆମେ ଯୋଉ ଇନଭେଷ୍ଟର ମିଟ୍ କରୁଛୁ ବା ରୋଡ୍ ଶୋ କରୁଛୁ, ସେଠି ଆମେ ଡିଫରେଣ୍ଟ ଟାଇପ୍ ଅଫ୍ ଇଣ୍ଡଷ୍ଟ୍ରି କି ସେଠି ଇନଭାଇଟ୍ କରିଛୁ। ଆମେ ଆଇଟି, ଆଇଟିଏସ୍, କେମିକାଲ, ପେଟ୍ରୋକେମିକାଲ, টেক্সটাইল, আপারেল গার্মেন্ট, রিনিউয়েবল এনর্জি, এমনি ডিফরেন্ট ইন্ডস্ট্রি হেড কু আমি সেটি ইনভাইট করেছু। আম সরকার মধ্যে লক্ষ্য রখিছি কিভাবে ভাবে এই সব ইন্ডস্ট্রি আম ওড়িশারে বৃদ্ধি হব। এসব ইন্ডস্ট্রি ওড়িশারে বৃদ্ধি হলে আমার নিযুক্তি সম্ভাবনা মধ্যে অধিক সৃষ্টি হব এবং এসব ইন্ডস্ট্রি মধ্যে প্রদূষণ মুক্ত ইন্ডস্ট্রি মধ্যে ওড়িশার হব। তাকু লক্ষ্য করি আম সরকার সবু পদক্ষেপ নেইছন্তি এবং সেটি মধ্যে সেমানকু ডকা যাইছে। এবং আউ যে কথা কইলে নিউ এজ ইন্ডস্ট্রি, দেখন্তু আম সরকার স্টার্টঅপ মানে কিভাবে ভাবে অধিক সংখ্যার ওড়িশার যুবক মানে স্টার্টঅপ করিবে তা পাই মধ্যে প্रोत्साहित করুচি। বিভিন্ন প্রকার পলিসি মধ্যে তাঙ্ক পাই রখা যাইছি স্টার্টঅপ করিবা পাই এবং মল্টিমোডাল লজিস্টিক পার্ক যোটা সেমানকু সুহাইব সরকারଙ୍କ তরফରୁ যোগাই দিয়া ଯିବ। ইম্পোর্ট এক্সপোর্ট পাই সেটা সুবিধা হব, যোটা কি নিজস্ব ভিত্তিভূমির মধ্যে আবশ্যকতা নাই। তেণু সরকার বিভিন্ন প্রকার পদক্ষেপ নেইছন্তি শিল্পর বিকাশ পাই, সবু বর্গর লোকଙ୍କର বিকাশ কিপরি হব মধ্য সরকার সেতিপ্রতি মধ্য ধ্যান ଦେଇଛନ୍ତି। ଆମ ସରକାର ବର୍ତ୍ତମାନ ଯୋଉ ଶିଳ୍ପ ସଂସ୍ଥା ଓଡ଼ିଶାର ହବ ତାଙ୍କ ସହିତ ଗୋଟେ ଆଲୋଚନା ପର୍ଯ୍ୟାୟକ୍ରମ ଚାଲିଛି। ଆମ ଓଡ଼ିଆ ଯୁବକ ଯୁବତୀ ମାନେ କିଭଳି ଟ୍ରେଣ୍ଡ ହେବେ, ସ୍କିଲ୍ଡ ହେଇ ସେଇ ଶିଳ୍ପ ସଂସ୍ଥାରେ ଏମ୍ପ୍ଲୟମେଣ୍ଟ ପାଇବେ ତା ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ଆପଣ ଦେଖିବେ ସ୍କିଲ୍ ଅଭାବ କାରଣରୁ ଆମ ଓଡ଼ିଶାରେ ବହୁତ ଅଣ ଓଡ଼ିଆ ମାନେ ଆସିବି ମଧ୍ୟ ନିଯୁକ୍ତି ପାଇଛନ୍ତି। ସେଇ ମାତ୍ରାକୁ ଆମକୁ କମେଇବାକୁ ପଡିବ। କିଭଳି ଭାବରେ ଶିଳ୍ପ ସଂସ୍ଥା ଯୋଉଠି ଗଢି ଉଠିବ ସେ ଅଞ୍ଚଳର ଯୁବକ ମାନେ କିଭଳି ନିଯୁକ୍ତି ପାଇବେ ତା ପାଇଁ ଆମେ ବ୍ୟବସ୍ଥା କରୁଛୁ। ବିଭିନ୍ନ ପ୍ରକାର କୌଶଳ ଭବନ ଆମ ସରକାର ଖୋଲିବାକୁ ଯାଉଛନ୍ତି। ସେ ଇଣ୍ଡଷ୍ଟ୍ରି ରେଡି ଟ୍ରେନିଂ ଦିଆଯିବ। ବିଭିନ୍ନ ଅଞ୍ଚଳରେ ଯୋଉ ସବୁ ଇଣ୍ଡଷ୍ଟ୍ରିଆଲ ହବ୍ ଅଛି, ଇଣ୍ଡଷ୍ଟ୍ରି ଅଛି, ସେଠି ଆମେ ଟ୍ରେନିଂ ଦେଇ ସେଠିକାର ଯୁବକ ମାନେ ତାଙ୍କୁ ସ୍କିଲ୍ଡ କରେଇ ସେଇ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛୁ। ଏହା ହେବା ଦ୍ୱାରା ମଧ୍ୟ ନିଯୁକ୍ତି ହାର ବଢିବ ଏବଂ ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି ଦେଖନ୍ତୁ ଟେକ୍ସଟାଇଲ ହଉ, ଆପାରେଲ ଗାର୍ମେଣ୍ଟ ହଉ, ଇଏ ସବୁ ଇଣ୍ଡଷ୍ଟ୍ରି ଗୁଡା ଯେତେବେଳେ ଓଡ଼ିଶାରେ ବଢିବ ଆର ଏମ୍ପ୍ଲୟମେଣ୍ଟ ପୋଟେନସିଆଲଟା ଅଧିକ ରୁହେ। ଶିଳ୍ପମନ୍ତ୍ରୀ କହୁଥିଲେ, ଯୋଉ କଥା କହୁଥିଲେ ଯେ ସରକାର, ନୂଆ ସରକାର ଶିଳ୍ପକୁ କେମିତି ବାସ୍ତବ ରୂପ ଦେବେ, ଯୋଉ ପ୍ରତିଶ୍ରୁତି ମିଳୁଛି ସେ ପ୍ରତିଶ୍ରୁତି କିଭଳି ବାସ୍ତବରେ କାର୍ଯ୍ୟକାରୀ ହେବ, ଗ୍ରାଉଣ୍ଡେଡ୍ ହେବ, ସେ ନେଇ ପଦକ୍ଷେପ ନେବେ ଏବଂ ଯୁବବର୍ଗକୁ କୁଶଳୀ କରିବା ପାଇଁ କୌଶଳ ଭବନ ଖୋଲାଯିବ, ଯାହା ଜରିଆରେ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ ଓଡ଼ିଆ ଯୁବକ ଯୁବତୀ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ସନ୍ତୋଷ ତରାଇଙ୍କ ସହ କପିଳେନ୍ଦ୍ର ପ୍ରଧାନ,
OTV।